ठाकुर अभिरामकर गोटे पद जो कथाटी को बलिया अनेक समय गुरुत्व दिए गतकाली भी कहूली जे आमर पूर्वपुरुष किए आमे बापा अजा अण अजा पर्यंत आमे कही परिबा अनेक अजाक परे भी कही पारंती नहीं कि बोऊ तांको सासू यही भली दी तीनोटी परंपरा को आमे मने रखिबु बा कही परिबु किंतु प्रकृत रे आम परंपराटा सेठु सृष्टि नुहे आम परंपरा मने पकई दिए तमे जने ऋषिंकर संतान जने ऋषि होउचंती तुमर मूल पुरुष बा पूर्व पुरुष कहार काश्यप कहार भरद्वाज ये कथा सब आगुरु कही पुणी आज भी कहूची अभिराम भी से कथा को कही भरद्वाज वशिष्ठ आदि बहुत गोत्र अच्छी पूर्व पुरुषंक जन्म ऋषि ठारू आसीछि जड़े ऋषिर आमे संतान प्रत्येक दिन से ऋषि को प्रणाम जणेबा बहुत भल एवं जेतेबेले आमे मंद चिंता करुचु बा कुचिंता करुचु कुत्सित कर्म करुचु सेतेबेले आमे टिके मने पकेइबा आमे जने ऋषिंकर पुत्र बा ऋषिंकर कन्या आम पूर्वपुरुष होउचंती जने ऋषि तेणु जदि ऋषिंकर आमे संतान संतति ताहले आमे भूल काम करिबा ना ठीक काम करिबा तेणु ऋषि मानकर खाद्य पेय चाली चलन व्यवहार भगवत चिंतन ये सब कथा आम भितर 100% न आसिले भी निश्चय आम भितर 25% भावना सृष्टि हम तो ठाकुर अभिराम यही विषय कहले तापरे मधु कहले मरमरे से अछंती मन कथा जानुचंती आम भितर से अछंती मरण बेले सहिती होइबे सखा जेतेबेले आउ केई सखा बंधु बा आमे जहाँ को निजर बोली भावुचु जेतेबेले केही किछि आम पई करिबे नाही सेतिकी बेले जिए सखा हेबे से होउचंती सेई परमेश्वर बा से होउचंती आम पई राम कृष्ण नृसिंह इत्यादि सी आमर सखा भाव निश्चित आम पाखरे पहुँचे वैकुंठ कथा शेषु कहबी तेबे सज्जन बाया बाणीर आदिर गोटे प्रसंग होउची नामाचार्य बाया बाबा कौन कहउचंती सी कहले जड़े व्यक्ति को बाया आदेश कले जे तुम्हें जदि कलिकता जाओ काली ब्राह्म मुहूर्त जीव 4टा ରୁ 6ଟା भितर जीव सी बोधे पचारि बाबा मुझे कलिकता जीवी बाबा खाली कही था हाँ जाओ किंतु से कहले काली जदि जीव राति 4ଟା ରୁ 6ଟା भितर जीव सी घरे खाई पी शोइचंती तांकर निद्रा भंग हैला नहीं सकाळु उठी नित्यकर्म सारी बाबा कथा मने पइला
ଯେ ବାବା କହିଥିଲେ 6ଟାରେ ରାତି 4ରୁ 6 ଭିତରେ ବ୍ରାହ୍ମ ମୁହୂର୍ତ୍ତରେ ଯିବା ପାଇଁ। ମୁଁ ଆସି 6ଟା ହେଲାଣି ମୁଁ ଉଠିନେଇ। ତେଣୁ ସିଏ 8ଟା ବେଳକୁ ଯାଇକିରି ବାବାଙ୍କ ପାଖରେ ପହଞ୍ଚିଲେ ସକାଳ 8ରେ। ବାବା କହିଲେ କ'ଣ କଲିକତା ଯାଇନା? ନା ଆଜ୍ଞା ଏମିତି ଟିକେ ଶୋଇପଡ଼ିଲି ଆଉ ଯାଇପାରିଲିନି, ଆପଣଙ୍କ କଥା ଟିକେ ରଖିପାରିଲିନି। ବାବା କହିଲେ ଏହା ହିଁ ଭଗବତ ଇଚ୍ଛା, ତୁମେ ଆଉ କଲିକତା ଆଜି ଯାଇପାରିବ ନାହିଁ, ଆଜି ଯାଅନି। ସେ ନୀରବ ହୋଇ ବସିଛି। କାହିଁକି ବାବା କହିଲେ ଯିବା ପାଇଁ, ଟିକେ ଡେରି ହେଲା ବୋଲି ପୁଣି ମନା କଲେ। ଗୋଟେ ଗପ, ଗୋଟେ ଛୋଟିଆ ଉଦାହରଣ ଦେଲେ। ଗୋଟେ ପୁରୁଣା କାଳର ସାହେବ ମାନଙ୍କ ଗପଟିକି କହିଲେ। ଜଣେ ସାହେବ ଥିଲେ, ସିଏ କହିଲେ ବା ଭାବିଲେ ମୁଁ ଆଜି ଘୋଡ଼ା ଚଢ଼ିକିରି ତାଙ୍କ ମନ୍ତ୍ରୀଙ୍କୁ ସେ କହିଲେ, ମନ୍ତ୍ରୀ ନୁହଁ ତାଙ୍କ ନିକଟସ୍ଥ ଲୋକକୁ କହିଲେ ମୁଁ ଆଜି ଘୋଡ଼ା ଚଢ଼ି ଟିକେ ପରିକ୍ରମା କରିବାକୁ ଯିବି, ବିଭିନ୍ନ ସ୍ଥାନ ବୁଲିବି। ସେଇ ଯେଉଁ ରାଜ ପାରିଷଦ, ସେଇ ଯେଉଁ ବ୍ୟକ୍ତି, ସିଏ ଜଣେ ହିନ୍ଦୁ। ହିନ୍ଦୁମାନେ ଜ୍ୟୋତିଷ ଶାସ୍ତ୍ରକୁ ବେଶୀ ପ୍ରାୟ ପସନ୍ଦ କରନ୍ତି। ସିଏ ଗଣନା କରି କହିଲେ ସାହେବ ଏତିକିଟା ସମୟ ପର୍ଯ୍ୟନ୍ତ ମଘା ନକ୍ଷତ୍ର ଅଛି, ତେଣୁ ମଘା ନକ୍ଷତ୍ରରେ ଅନୁକୂଳ କରିବାଟା ଠିକ ହେବନି। ସିଏ ଶୁରୁ କହିଲେ, ସିଏ ତ ଇଂରେଜୀ ଲୋକ। ସିଏ କହିଲେ ମଘା କ୍ୟା ହେ? ସିଏ କ'ଣ, ସିଏ କିଏ? ଆମେ ତ ପରିକ୍ରମାକୁ ଯିବା, ମଘା କ'ଣ ଆମର କରିବ? ତେଣୁ ସାହେବ ମାନଙ୍କ ପାଖରେ କଥାର ପ୍ରତ୍ୟୁତ୍ତର ଦିଆଯାଇପାରେନି, ଦେବା ପାଇଁ ମାନେ ଭୟ ଆସେ। ତାପରେ ଘୋଡ଼ା ଚଢ଼ିକିରି ସାହେବ ଗଲେ। ମଝିରେ ଗୋଟାଏ ଯୋଡ଼ ପଇଲା, ଛୋଟ ନଦୀ ଯାହାକୁ କହନ୍ତି। ସେ ଯୋଡ଼ ଭିତରେ ଘୋଡ଼ା ପାରି ହେବା ବେଳକୁ କାଦୁଅରେ ତା ଗୋଡ଼ଟା ପଶିଗଲା ଘୋଡ଼ାର। ସାହେବ ଆଉ ଏପଟ ସେପଟ ହେଇପାରିଲେନି। ସିଏ ନିଜେ ଓହ୍ଲେଇଲେ, ଯଦି ଘୋଡ଼ା ଉପରୁ ଓହ୍ଲେଇ ପଡ଼ିବେ କାଦୁଅ ଭିତରେ ପଶିବେ, ପାଣି ଭିତରେ ପଶିବେ। ଏଇଭଳି ଭାବରେ ଅନେକ ସମୟ ପରେ, ସେତେବେଳେ ଚୌକିଦାରୀ ପ୍ରଥା ଥିଲା, ଜଣେ ଚୌକିଦାର ଆସି ପହଞ୍ଚିଲେ। ସିଏ ଦେଖିଲେ ସାହେବଙ୍କର ଅବସ୍ଥା ଏଇଆ। ସେ ସାହେବଙ୍କୁ ଟେକି ଟାକିକି ନେଇ ଶୁଖିଲାରେ ରଖିଲେ। ଘୋଡ଼ାକୁ ଅତି କଷ୍ଟରେ, ମାନେ ତାକୁ ଟାଣି ଓଟାରି ତାକୁ ଅତି କଷ୍ଟରେ ତାକୁ ସେ ବିପଦରୁ ଉଦ୍ଧାର କଲେ। ତାପରେ ଘୋଡ଼ା ଚଢ଼ିକିରି ପୁଣି ସାହେବ ଆସିଲେ। ପ୍ରଥମେ ପହଞ୍ଚିଲେ ସେଇ ଯେଉଁ ବ୍ୟକ୍ତି ମନା କରିଥିଲା ଆଜି ମଘା ନକ୍ଷତ୍ର ଯାଆନ୍ତୁ ନାହିଁ, ସେଇ ବ୍ୟକ୍ତିଙ୍କ ପାଖରେ ଆଗ ପହଞ୍ଚିଲେ ଏବଂ କହିଲେ ପ୍ରକୃତରେ ତୁମେ ଯାହା କହିଥିଲ ତା ମୋ ପାଇଁ ସତ୍ୟ ହେଲା। ମୁଁ କଥା ନ ମାନି ଗଲି, ଘୋଡ଼ା ତ ଜଖମ ହେଲା, ଯାଉ ସେ ଜଖମ ଘୋଡ଼ାରେ ମୁଁ ପୁଣି ଫେରି ଆସିଲି ଏବଂ ତମେ ଯାହା କହିଛ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ତେଣୁ ବାବା କହିଲେ, ଯେତେବେଳେ ତୁମେମାନେ ଅନୁକୂଳ ଯେକୌଣସି ଲୋକ କରିବ, ଶନିବାର, ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଯେତେବେଳେ ଯୁଆଡ଼କୁ ଗୋଟେ ଅନୁକୂଳ କରିବ, ପ୍ରଭାତ କାଳରେ ଅନୁକୂଳ କରିବାଟା
ପ୍ରଭାତ କାଳ କହିଲେ ହର ବ୍ରାହ୍ମ ମୁହୂର୍ତ୍ତ ରାତି 4ଟାରେ ନ ଉଠି ପାରିଲ, 5ଟାରେ ନ ଉଠି ପାରିଲ, କିନ୍ତୁ 5ଟା 5:30 ସୁଦ୍ଧା ଉଠି ନିଜର ନିତ୍ୟକର୍ମ ସାରି 6, 6:30, 7 ଭିତରେ ତୁମେ ଅନୁକୂଳ କଲେ କିଛି ଅସୁବିଧା ହେବ ନାହିଁ। ବଳିଆ ଆପଣମାନଙ୍କୁ ନିବେଦନ କରୁଛି, କେବଳ କେତୋଟି କଥା ସେ ସକାଳ ସନ୍ଧ୍ୟା ଦେଖାଯିବ ନାହିଁ। ମନେ କରାଯାଉ ଜଣେ ବିପଦରେ ପଡ଼ିଛି, ତାକୁ ଉଦ୍ଧାର କରିବାକୁ ଯିବ, ଯାଅ। ଆଉ ତୁମେ ଯଦି ମଘା ନକ୍ଷତ୍ର ସେ ଅମକ ନକ୍ଷତ୍ର ଦେଖିବ, ସେ ଲୋକଟି ମୃତ୍ୟୁବରଣ କରିବ। ତୁମର କିମ୍ବା ତୁମ ପରିବାରର ଦେହ ଅସୁସ୍ଥ ହେଲା, ଯେତେବେଳେ ଅସୁସ୍ଥ ହେଲା ତୁମେ ଚିକିତ୍ସାଳୟକୁ ନେବ, ସବୁ କଥା କରିବ। ଅକାଳେ ନିୟମ ନାସ୍ତି ବୋଲି କୁହାଯାଇଛି। ତୁମେ ସକାଳେ ଯାଅ କିମ୍ବା ସକାଳେ ତ ମାନେ ଚିରାତଇତ ଭାବରେ ଯିବ, କିନ୍ତୁ ଅସମୟରେ ଯଦି ବି ଯାତ୍ରା କରିବ ବା ସକାଳ 6ଟାରେ ଯାତ୍ରା କରିବ, ତୁମେ ମଙ୍ଗଳମୟଙ୍କୁ ଚିନ୍ତନ କରିବ। ଆଜି ଶନିବାର ଯିବି ନାହିଁ, କାଲି ସଂକ୍ରାନ୍ତି ଯିବି ନାହିଁ, ପରଦିନ ପୂର୍ଣ୍ଣମୀ ଯିବି ନାହିଁ, ଗୋଟେ ମାସନ୍ତ ଯିବି ନାହିଁ। ଏଇ ଯେଉଁ ଭାବନା ଗୁଡ଼ାକ ଆମ ଭିତରେ ଅଛି। ଆଜି 9 ଦିନ ହେଲା ଯିବି ନାହିଁ, କାଲି 6 ଦିନ ହେଲା ଯିବି ନାହିଁ, ଆଉ 13 ଦିନ ହେଲା ଯିବି ନାହିଁ। ଆରେ ଯିବ ନାହିଁ, ପେଟଟା ତମର ବିନ୍ଧିଲା, ଡାକ୍ତରଖାନାକୁ ଯିବନି? ଯଦି ଡାକ୍ତରଖାନାକୁ ଯିବ, ତାହେଲେ ବନ୍ଧୁ ଘରକୁ କାହିଁକି ଯିବନି? ଘରୁ ବନ୍ଧୁ ଘରୁ କାହିଁ ଆସିବନି? କିନ୍ତୁ ସେଇ ଅନନ୍ତଙ୍କୁ ସେଇ ଯିବା ପୂର୍ବରୁ ଟିକେ ମନ ଭିତରେ ଭଗବତ ଚିନ୍ତନ ରହିବା ନିତ୍ୟାନ୍ତ ଜରୁରୀ। ଗୁରୁଜନ ମାନଙ୍କୁ ଯଦି ପ୍ରଣାମ କରିଗଲ ତ ବହୁତ ଭଲ, କିମ୍ବା ଗୁରୁଜନ ମାନଙ୍କ ମୁଖକୁ ଟିକେ ଚାହିଁ ବା ତାଙ୍କ ପାଦକୁ ଟିକେ ଚାହିଁ ଅନୁମତି ନେଇ ମୁଁ ଯାଉଛି, ସେତିକି ଯଥେଷ୍ଟ। ତୁମେ ଯଦି ସରଳ ମନରେ ମିଠା ଭାଷାରେ କହିବ ମା ମୁଁ ଯାଉଛି, ସ୍ତ୍ରୀ କି ଯଦି ବି କହିବ କି ମୁଁ ଯାଉଛି, ତାହେଲେ ସମସ୍ତେ ହସି ହସି କହିବେ ତୁମେ ଯାଅ। ଆଉ ଯଦି କାହାକୁ କିଛି ନ କହି ତୁମେ ମାନେ ମନମୁଖୀ ଯାତ୍ରା କର, ମୁଁ କାହିଁ କାହାକୁ କହି ମୁଁ ଯାଉଛି। ମୋଟର ସାଇକେଲଟିଏ ଚଢ଼ିବ କି କାରଟିଏ ଚଢ଼ିବ କି କ'ଣଟିଏ ଚଢ଼ିବ, କିଛି ଭଗବତ ସ୍ମରଣ ନାହିଁ ବା ଇଷ୍ଟ ସ୍ମରଣ ନାହିଁ, ଗୁରୁଙ୍କର ଚିନ୍ତନ ନାହିଁ, ଭୁସ୍ ଭାସ୍ ଧଡ଼ ଧାର ଗାଡ଼ି ଷ୍ଟାର୍ଟ କରିକି ଚାଲିଗଲ। ଗୋଟିଏ ଜାଗାରେ ଆମେ ବି ଦେଖୁ ପିଲାମାନେ ଗାଡ଼ି ଚଲାନ୍ତି, ସିଏ ସର୍ପାକୃତି ଏମିତି ଚଲାନ୍ତି। ଆମେ ଗାଡ଼ି ଭିତରେ ବସିକିରି ପ୍ରମାଦ ଗଣୁ, ଏ ପିଲା କେଉଁଠି ଆକ୍ସିଡେଣ୍ଟ କରିଦେବା ନା କ'ଣ। ତେଣୁ ସବୁଥିରେ, ସବୁ କଥାରେ, ସବୁ କର୍ମରେ ଗୋଟିଏ ଭଗବତ ଚିନ୍ତନ ନିତ୍ୟାନ୍ତ ଜରୁରୀ। ନାମ ସ୍ମରଣ ନିତ୍ୟାନ୍ତ ଜରୁରୀ। ଆଉ ଯଦି ଗୁରୁ ପ୍ରଦର୍ଶିତ ମାର୍ଗରେ ନିଶ୍ୱାସ ବାରିକିରି ଯିବ, ସେ ଗୋଟେ ସୁନ୍ଦର କଥା। ସେ କଥା ତତ୍ତ୍ୱ ସ୍ୱତନ୍ତ୍ର କେତେବେଳେ ତାକୁ ଆମେ କହିବା, କିନ୍ତୁ ବର୍ତ୍ତମାନ ଏତିକି କଥା ମନେ ରଖନ୍ତୁ, ଗୁରୁଜନଙ୍କର ଆଶୀର୍ବାଦ ନେଇ ଯଦି ତମେ ବାହାରିଛ, ତମକୁ କେହି ଗୁରୁଜନ ବା ଆତ୍ମୀୟ ସ୍ୱଜନ ମନା କରୁଛନ୍ତି ତୁମେ ଆଜି ଯାଅ ନା, କାହିଁ ଅଟକି ଗଲେ କ'ଣ ହବନି? ତୁମେ କାହିଁକି ବାଧ୍ୟ କରିକିରି ଯିବେ? ଜଣେ ବ୍ୟକ୍ତି ବାୟାଙ୍କ ପାଖକୁ ଆସିଥିଲେ, ଏଇଟା ପ୍ରତ୍ୟକ୍ଷ ଭାବରେ ବାୟା ଯେତେବେଳେ ଦେହରେ ଥିଲେ କେନ୍ଦ୍ରାପଡ଼ା ଟିକିରି ମଠରେ
ସେଇ ପ୍ରସଙ୍ଗ ସହିତ ମୋର ସମ୍ପର୍କ ଥିଲା। ସେ ମାଟି ମୋତେ ନିଜେ କହିଛି। ତା ଦିଅର ଆସିଥିଲା ବାୟାଙ୍କ ଦର୍ଶନକୁ। ସନ୍ଧ୍ୟାବେଳେ ବାହାରିଲା ଘରକୁ ଯିବା ପାଇଁ। ବାୟା କହିଲେ ତୁ ଆମେ ଆଜି ଯାଅନି, ଆଜି ମଠରେ ରହିଯାଅ। ସିଏ ବାୟାଙ୍କୁ ବୁଝେଇବାକୁ ଲାଗିଲା, ଆଜ୍ଞା ମୁଁ ନଗଲେ ହବନି, ଏମିତି ହେଲାନି ସେମିତି ହେବ, ମୁଁ ନଗଲେ କାମ ଚଳିବନି, କାଲି ଗଲେ ଅସୁବିଧା ହେବ। ବାୟା 2 ଥର 3 ଥର ତାକୁ ମନା କରିବା ପରେ ବି ନିଜକୁ ପଣ୍ଡିତ ଭଳିଆ ବହୁତ ଗୁଡ଼ାଏ ବକ୍ତୃତା ଦେଇ ସେ ବାବାଙ୍କ ଠାରୁ ବିଦାୟ ନେଇଗଲା। ବାଟରେ ତାର ହାର୍ଟ ଷ୍ଟ୍ରୋକ୍ ହେଲା। ଗୋଟେ ବିଲ ମଝିରେ ତାର ଜୀବନ ଚାଲିଗଲା। ସକାଳୁ ଖୋଜା ଖୋଜି ମାନେ ବାୟାଟା ଆଶ୍ରମରେ ଅଛନ୍ତି, ତାଙ୍କ ଲୋକ ଖୋଜିଲେ, ରାତିରେ ଆସିବ ବୋଲି କହିଥିଲା, କାହିଁ ଆସିଲାନି। ଏମିତି ଗୋଟେ ଖୋଜା ଖୋଜି ବେଳେ ଦେଖିଲେ ତାର ଡେଡ୍ ବଡି ସେ ଗୋଟେ ଗହୀର ଭିତରେ ପଡ଼ିଛି। ସେ ବାୟାଙ୍କୁ ଅଭିମାନ କଲା, ସେ ମାଟି କରୁଥିଲା ଯେ ବାବାଙ୍କ ଦର୍ଶନକୁ ଆସି ସେ ଏଭଳି ଅଘଟଣରେ କାହିଁକି ପଇଲା। ବାବା ତାର ବଳିଆ ବସିଛି ବାୟାଙ୍କ ପାଖରେ। ବାବା ତାର ଉତ୍ତର ଦେଲେ, ଅଘଟଣ ଆଗ ଘଟିଲା ନା ଆଶ୍ରମରେ ତୁମେ ରହିଯାଅ। ବାୟା 3 ଥର କହିଲା, ସିଏ ମାନିଲାନି। ରହିଯାଇଥିଲେ ହୁଏତ ଭଗବତ କୃପା ବା ଗୁରୁ କୃପାରେ ତାର ଏଇ ଅଘଟଣଟା କଟି ଯାଇଥାନ୍ତା। ଆଉ ଯଦି ବି ହେଇଥାନ୍ତା ଆଶ୍ରମ ଭିତରେ ହେଇଥାନ୍ତା। କିନ୍ତୁ ମଠ ବୈକୁଣ୍ଠକୁ ଛାଡ଼ି ସେ କାହିଁକି ଗଲା ରାତିରେ? ସେ କଥା କାହିଁକି ମା ତୁ ଭାବୁନୁ? ତେଣୁ ସଜ୍ଜନ ସବୁବେଳେ ଗୋଟେ ଉପେକ୍ଷିତ ମନୋଭାବ। ହେ ସେ ବୋଉଟା ବୁଢ଼ୀ ହେଲାଣି କ'ଣ କହିବ, ହେ ବାପା ଗୋଟେ ବୁଢ଼ା ହେଲାଣି କ'ଣ କହିବେ, ସ୍ତ୍ରୀ ଗୋଟେ ସବୁବେଳେ କ'ଣ ମୋତେ ଅଟକଉଛି। ଏଇ ଯେଉଁ ଉପେକ୍ଷିତ ମନୋଭାବ, ଏଇ ଉପେକ୍ଷିତ ମନୋଭାବକୁ ତ୍ୟାଗ କର। ଗୋଟିଏ ପିଲା ମୁଁ ନିଜେ ଦେଖିଛି, ଚାହା ଦୋକାନ କରିବାକୁ ଗଲା। ତା ବାପ ମା କହୁଛି ତୋର କ'ଣ ଅଭାବ ଅଛି, ତୁ ଚା ଦୋକାନ କରିବାକୁ ଯାଉଛୁ। ଚା ଦୋକାନ କଲା, ଗୋଟେ ଏମିତି କ'ଣ ସସ୍ପେନା କ'ଣ ସବୁ କିଣିଲା, ଚା ଦୋକାନରେ ବି କଲା। ଚା ଦୋକାନ ଆଉ ଚାଲିଲାନି। ପୁଣି ଘରକୁ ଫେରି ଆସିଲା। ପୁଣି ଆଉ ଗୋଟେ କ'ଣ କଲା, ଇରେ ସେ କାମ କାହିଁ କରୁଛୁ, ଆମ ଘରେ ତ ଏଇଆ ଅଛି, ସେଇ ବ୍ୟବସାୟ ତୁ କରୁନୁ। ନା ନା ମୁଁ ସେ ବ୍ୟବସାୟ କରିବିନି। ଶେଷରେ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଲା। ଗୋଟିଏ ବୋଲି ସେ ପୁଅ ଶେଷରେ ସେ ଦେଖିଲା ମୁଁ ଆଉ କିଛି କରିପାରିବିନି, ବେକରେ ଦୌଡ଼ା ଦେଇ ବାସ୍ ସେ ଦୁନିଆରୁ ଗଲା। ତେଣୁ ଗୁରୁ ଗୁରୁଜନ ମାନଙ୍କର କଥାକୁ, ଆତ୍ମୀୟ ସ୍ୱଜନ ମାନଙ୍କ କଥାକୁ ସବୁବେଳେ ଉପେକ୍ଷା କରିବନି। ନିହାତି ଗୋଟେ ଅତ୍ୟାବଶ୍ୟକ ହେଲା ହାତ ଯୋଡ଼ି ବା ମୁଣ୍ଡରେ ହାତ ମାରି ଏମିତି ଯିବାକୁ ହବ, ନହେଲେ ଅସୁବିଧା ହେବନି। କିନ୍ତୁ ଭଗବତ ଚିନ୍ତନ ଦରକାର। ଏ ହେଉଛି ଆଜିର କଥା। ଆଉ 27 ତାରିଖ ଦିନ ବାବାଜୀ ପ୍ରେମାନନ୍ଦ ଦାସ, ଯାହାକୁ ପ୍ରଫୁଲ୍ଲ ଭାଇ ବୋଲି ସମସ୍ତେ ଜାଣିଛନ୍ତି, ସେ ଦେହତ୍ୟାଗ କରିଛନ୍ତି ଅନୁଆପଡ଼ାରେ। ତାଙ୍କର ସମାଧି ପ୍ରତିଷ୍ଠା ସରିଯାଇଛି 21 ଦିନରେ। 31 ଦିନ ଏଠି ସଂଘ ପତାକା ଉତ୍ତୋଳନ ହେବ, ରୋଗୀମାନଙ୍କର ସେବା ହେବ, କମଳ ବଣ୍ଟନ ହେବ, ମାଗଣାରେ ଔଷଧ ଦିଆଯିବ। ଆଉ ଏଭଳି କେତେ ଗୁଡ଼ିଏ କଥା
हाँ हाँ संघ पताका उद्घाटन हम गोटे ध्यान मंदिर तांक नारे उत्तोलन माने उद्घाटन हम प्रेमानंद ध्यान मंदिर प्रसाद सेवन हम आउ नाम मध्य अखंड नाम मध्य सकाळु संध्या बेले जाके रहिबो एई भली विभिन्न कार्यक्रम होउछि जो माने इच्छा करिवे श्रद्धा जार अछि बाध्य का गुनाई जो माने चाहिए से माने मध्याह्न सुद्धा पहुँचले समस्त कार्य देखि पारिबे से जेतिकी वर्ष आश्रम रे थिले बोधे 43 वर्ष आश्रम रे थिले 43टी वृक्ष आश्रम प्रांगण रे लागिबो एवं तांकु 65 वर्ष होइतला तेणु आउ जतिक वृक्ष बंटन हम जो माने लगे पारे बंचई पारे से मान को दिया जा हो तांकर से पवित्र आत्मा ये गीतटी बोला होउतला हे आत्मा हेउ तो जय तेणु से पवित्र आत्मार जयध्वनि करी बलिया तार गुरु हेले भी सी संघ ये आश्रमर संघ गठन बेले सी ही थिले आश्रमर बहु बड़ बड़ कार्य सी सहयोग करुले तांकु कई आश्रम जा बोली कही नाहंती सी आपे आपे तांकर मनरे गोटे कौन भावना आसिला सी आज की 10 वर्ष है से बाहर विभिन्न स्थान रे बुलुले तांकर शेष विश्राम है अनुआपड़े अनंत बट अनुआपड़े से अनंत पाखे गला आई आश्रम ठारू से अल्प दूर रे थिले तांकर कंठ सुंदर थिला भल गीत गाई पारुथले भल कीर्तनिया मृदंग बजै पारुथले तेणु आज अनंत बलिया परिवार माने अनेक व्यक्ति सबु व्यक्ति तो ये 10-15 वर्ष भीतर जी आसती से जानी ना जाओ आज समस्त मनरे गोटे दुख सृष्टि तेणु सज्जन मु समस्त व्यक्ति मानु कहवा चाहे यही तो जीवन तल बरडा खसुची ऊपर बरडा हसुची मझी बरडा कहूँ मो दिन काल आसुची यही तो जीवन तेणु सज्जन वैकुंठंकर गोटे राधा भावर संगीतटी शुणिकी कथा बंद करवा तू अति सुकुमारी हारे राजकुमार लंपट सरी तू बरजी तासने ये गीतटी जमती लिखाई जी भाव आम तांक प्रेम पड़ानी आ प्रेम पड़ ना आम निज सुखटाक आम नाई ता माने ये राधा गोपी भावर संगीत जड़े गोपी आ गोटे गोपी की कहूँ किंतु तार अर्थ नुहे जे आमे तांक सुखटाक वर्जन करी आम सुखटाक खोजा ताकू उल्टे दियो तांक सुखटाक आमे खोजा अभिमानात्मक संगीत गोपी कृष्णंकर एक सुंदर भावधारा तेणु दुनिया रे जदि कहीं सत्य थाए सत्य एका कला ठाकुर से कला ठाकुर किए सी होचंती कृष्ण सी लंपट नुहंती चंपट नुहंती सी किछि नुहंती ताकू सेमती भक्त ता भावना रे एमती कहिछि कथाटी एइति रखिबा कृष्ण गोविंद हरे मुरारे